ସବୁବେଳେ ସେମ୍ ପିଠା ଖାଇଯାଇ ବୋର୍ ହେଇଯିବେ, କିଛି ନୂଆ କିଛି ଅଲଗା ଟ୍ରାଏ କରନ୍ତୁ। ହେଲ୍ଦି ବି ରହିବ, ଟେଷ୍ଟି ବି ରହିବ, ପାଟିରେ ଦଉ ଦଉ ପୁରା ମିଳେଇଯିବ। ଆଉ ଦେଖିଲା ମାତ୍ରେ ଗୋଟେ ପିସ୍ ବଦଳରେ 2 ପିସ୍ ଖାଇବା ପାଇଁ ଇଚ୍ଛା ହେବ। ଭାରି ସୁଆଦିଆ ଲାଗେ ଏ ପିଠା ରେସିପିଟି। ତ ଫୁଲ୍ ଭିଡ଼ିଓକୁ ୱାଚ୍ କରି ବନାନ୍ତୁ। କେବେ ବି ଯଦି ପିଠା ବନେଇ ନାହାନ୍ତି, ଯଦି ପ୍ରଥମ ଥର ବି ବନଉଛନ୍ତି ନା, ତାହେଲେ ବି ପରଫେକ୍ଟ ବନିକି ରେଡ଼ି ହେବ। ଆଉ ଘରେ ଥିବା ବେସିକ୍ ସାମଗ୍ରୀରେ ଏ ସୁଆଦିଆ ପିଠା ବନିକି ରେଡ଼ି ହେବ। ଆଶା କରୁଛି ଆଜିର ଭିଡ଼ିଓଟି ଆପଣମାନଙ୍କୁ ପସନ୍ଦ ଆସିବ। ଭିଡ଼ିଓ ପସନ୍ଦ ଆସିଲେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଚ୍ୟାନେଲ୍ ନୂଆ ଥିଲେ ସବସ୍କ୍ରାଇବ୍ କରନ୍ତୁ। ନମସ୍କାର, ଜୟ ଜଗନ୍ନାଥ ପାଇଁ ଝିଲି କୁକିଂକୁ ଆପଣମାନଙ୍କୁ ଅନେକ ଅନେକ ସ୍ୱାଗତ। ସୁପର ଟେଷ୍ଟି ସୁଆଦିଆ ପିଠାକୁ ବନେଇବା ପାଇଁ ପ୍ରଥମେ କିଛି ଚାଉଳ ନେବା। ଯେତିକି ଆପଣମାନେ ପିଠା ବନେଇବାକୁ ଚାହିଁବେ ସେ ଅନୁସାରେ ଚାଉଳ ନେବେ। ଆଉ ଚାଉଳ ଦେଖନ୍ତୁ ଅରୁଆ ଚାଉଳ ମୁଁ ନେଇଛି। ଆଉ ଚାଉଳ ଏଠି ପରଫେକ୍ଟଲି ପୁରା ବତୁରି ହେଇଛି। ଆକୁ 2 ଘଣ୍ଟା ପାଇଁ ମୁଁ ବତୁରି ଦେଇଥିଲି। ଆଉ ଚାଉଳଟାକୁ କ'ଣ କରିବେ ନା, ଗୋଟେ ଆମେ ମିକ୍ସର ଜାର୍ ନେବା। ସେଇଥିରେ ଆମେ ସବୁତକ ଚାଉଳକୁ ଆମେ ସେଇଥିରେ ଏଡ଼୍ କରିଦେବା। ତ ଏଠି ମୁଁ ଚାଉଳ ନଡ଼ିଆରେ ପ୍ରସ୍ତୁତ କରିଛି ପିଠା। ଦେଖିବେ ସବୁବେଳେ ସମସ୍ତଙ୍କର ଆଭେଲେବଲ୍ ଥାଏ। ଏମିତିରେ ତ ଏବେ ମାନେ ବିଭିନ୍ନ ପ୍ରକାର ପର୍ବପର୍ବାଣି ଆସେ, ତ ନଡ଼ିଆ ଆମେ ଭାଙ୍ଗିଥାଉ ଠାକୁରଙ୍କ ପାଖରେ। ସେ ନଡ଼ିଆ ଯଦି ଅଛି ତାହେଲେ ଦେଖିବେ ବହୁତ ବଢ଼ିଆ ଗୋଟେ ସୁଆଦିଆ ପିଠା ବନିକି ରେଡ଼ି ହେଇଯିବ। ଆଉ ନଡ଼ିଆର ଦେଖନ୍ତୁ ପୁରା ତାର ବ୍ୟାକ୍ ପାର୍ଟସ୍ ବା ଚୋପାଟାକୁ ମୁଁ ଏଠି ଚାଞ୍ଚିକି ବାହାର କରିଦେଇଛି। ଆଉ ତାକୁ ଛୋଟ ଛୋଟ ପିସେସ୍ରେ କଟିଂ କରିଦେଇଛି। ଆଉ ଭଲ ଫ୍ଲେଭର୍ ପାଇଁ 2ଟି ସେଠି ଅଳେଇଚକୁ ଏଡ଼୍ କରିଦେବା। ଆଉ ଗୋଟେ ଆମେ ଫାଇନ୍ ପେଷ୍ଟ ଅଳ୍ପ ଟିକେ ପାଣିକୁ ସେଥିରେ ଆମେ ଏଡ଼୍ କରିଦେବା। ଏଡ଼୍ କରିକିରି ଆକୁ ଗୋଟେ ଫାଇନ୍ ପେଷ୍ଟ ବନେଇକିରି ଆମେ ଏବେ ରେଡ଼ି କରିଦେବା। ପୁରାପୁରି ଇଜି ପ୍ରୋସେସ୍ରେ ବନିକି ରେଡ଼ି ହେବ। କେବଳ 3ଟି ସାମଗ୍ରୀରେ ବନିକି ରେଡ଼ି ହେବ। ଆଉ ଦେଖନ୍ତୁ ଏଠି ଆମର ପୁରା ଫାଇନ୍ ପେଷ୍ଟ ଗୋଟେ ବନିଗଲାଣି। ଧ୍ୟାନ ରଖି ପୁରା ଚିକ୍କଣ କରିକିରି ବାଟିବେ। ତ ଏଇଭଳି ବାଟି ସାରିବା ପରେ କ'ଣ କରିବା ନା, ଆକୁ ଆମେ ଏବେ ସାଇଡ଼୍ରେ ରଖିଦେବା। ଚାଲନ୍ତୁ ଆମର ଆଗ ପ୍ରଣାଳୀ ଆମେ ପ୍ରସ୍ତୁତ କରିବା। ଯେଉଁଥିରେ ବି ଆପଣମାନେ ସେଟ୍ କରିବେ ନା ପିଠାଟାକୁ, ସେଇଥିରେ ଅଳ୍ପ ଟିକେ ଘିଅକୁ ଲଗେଇଦେବେ। ତ ଦେଖିବେ ଇଜି ପ୍ରୋସେସ୍ରେ ପିଠାଟା ବାହାରିଯିବ। ତାପରେ କ'ଣ କରିବା ନା, ଗୋଟେ ଆମେ କରେଇ ନେବା। ସେଇଥିରେ ଆମେ ଏଡ଼୍ କରିଦେବା କ୍ଷୀର। ଏଠି ମୁଁ 1/2 ଲିଟର କ୍ଷୀର ନେଇଛି। କ୍ଷୀର ଏଠି ପୁରାପୁରି ଅପସନାଲ୍ ଅଛି, କିନ୍ତୁ କ୍ଷୀର ଯଦି ନେବେ ତାହେଲେ ଦେଖିବେ ଅଧିକା ସୁଆଦିଆ ଲାଗିବ। ଯଦି କ୍ଷୀର ବଦଳରେ ଆପଣମାନେ ଅଧିକା ଟେଷ୍ଟ ଆଉ ଟିକେ ଆଣିବାକୁ ଚାହୁଁଛନ୍ତି, ତାହେଲେ ଅମୁଲ ବି ଏଥିରେ ଏଡ଼୍ କରିପାରିବେ। ତ ଦେଖନ୍ତୁ କିଛି ଡ୍ରାଇ ଫ୍ରୁଟ୍କୁ ମୁଁ ଏଠି ଭାଜିକି ରଖିଦେଇଛି, ଆଗକୁ ଆମର କାମରେ ଆସିବ। ଆଉ କ୍ଷୀରରେ ମୁଁ ଏଥିରେ ଚିନି ଏଡ଼୍ କରିଦେଲି। ତ ଚିନି ବଦଳରେ ଆପଣମାନେ ଗୁଡ଼ ବି ଏଥିରେ ଏଡ଼୍ କରିବେ। ଗୁଡ଼ ଯଦି ଏଡ଼୍ କରିବେ ଅଲଗାରେ ଦେଖିବେ ଗୋଟେ ପାତ୍ରରେ ଗୁଡ଼କୁ ସେଥିରେ ଅଳ୍ପ ଟିକେ ପାଣି ଦେଇକି ମେଲ୍ଟ କରିକିରି ଏଡ଼୍ କରିପାରିବେ। ଲାଷ୍ଟରେ ଆପଣମାନଙ୍କୁ କହିବି କେତେବେଳେ ଗୁଡ଼କୁ ଏଡ଼୍ କରିବେ। ତ ଏବେ ଆମେ ଭଲସେ ଟିକେ ମିକ୍ସ କରି ଟିକେ ଚିନିଟା ଟିକେ ଆମେ ମେଲ୍ଟ ହେଲା ପର୍ଯ୍ୟନ୍ତ ଟିକେ ଫୁଟେଇବା କ୍ଷୀରଟାକୁ। ତାପରେ ଆମେ ଯେଉଁ ବାଟିକି ରଖିଥିଲେ ଚାଉଳ ନଡ଼ିଆକୁ, ସେ ଚାଉଳ ନଡ଼ିଆକୁ ସେଥିରେ ଆମେ ଏଡ଼୍ କରିଦେବା। ଗୋଟେ ହାତରେ ଏଡ଼୍ କରିବା, ଆଉ ଗୋଟେ ହାତରେ ମିକ୍ସ କରୁଥିବା। ନହେଲେ ଦେଖିବେ ଗୁଳା ବନିବାର ବି ସମ୍ଭାବନା ଅଛି। ଏହି ସମୟରେ କ'ଣ କରିବେ ନା, ଗ୍ୟାସ୍ ଫ୍ଲେମ୍‌କୁ ପୁରା ସ୍ଲୋ ଫ୍ଲେମ୍‌ରେ ରଖିକି ଆକୁ ଟିକେ ମିକ୍ସ କରୁଥିବେ। ତ ଏଇଭଳି କଣ୍ଟିନ୍ୟୁ ଟିକେ ମିକ୍ସ କରିବେ। ଏହି ସମୟରେ ଜମାରୁ ଛାଡ଼ିକି ଯିବେନି କୁଆଡ଼େ, ନହେଲେ ପୋଡ଼ିଯିବ ଆଉ ଗୁଳା ବନିଯିବ। ଆଉ ଦେଖନ୍ତୁ ଏଠି ପୁରା ଏବେ କରେଣ୍ଟ ପଳେଇଛି, ଟିକେ ହାଲକା ଅନ୍ଧାରିଆ ଦେଖାଯାଉଛି, କିନ୍ତୁ ଏବେ ଆମେ ଭଲସେ ଟିକେ ମିକ୍ସ କରିବା। ଆଉ ରହିକି ଟିକେ ଟିକେ ମିକ୍ସ କରୁଥିବେ। ଆଉ ଏଥିରେ ଆମେ ଲାଷ୍ଟରେ ଅଳ୍ପ ଟିକେ ଏଡ଼୍ କରିଦେବା ସେଇଥିରେ ଘିଅ। ଘିଅ ଗୋଟେ ବଡ଼ ଚାମଚ ମୁଁ ଏଥିରେ ଏଡ଼୍ କରିଦେଲି। ଏଡ଼୍ କରିକିରି ଆମେ ଭଲସେ ଟିକେ ମିକ୍ସ କରିଦେବା। ଏଇଥିରେ ଘିଅର ଫ୍ଲେଭର୍ ବହୁତ ବଢ଼ିଆ ଲାଗିବ। ତ ଆପଣଙ୍କ ପାଖରେ ଯଦି ଘିଅ ଅଛି ନିଶ୍ଚୟ ଏଡ଼୍ କରନ୍ତୁ। ଆଉ ଏବେ ଭଲସେ ଟିକେ ଆକୁ ମିକ୍ସ କରିବା। ଏଭଳି କଣ୍ଟିନ୍ୟୁ ଟିକେ ମିକ୍ସ କରୁଥିବେ। ଆପଣମାନେ ନୋଟିସ୍ କରିପାରୁଥିବେ ଯେ ମୁଁ ଏଇଥିରେ ବିଲକୁଲ ଲୁଣ ଏଡ଼୍ କରିନି, ଯେହେତୁ ମୁଁ ଭୁଲି ଯାଇଥିଲି। ଆପଣମାନେ ଚାହିଁଲେ ଯେତେବେଳେ କ୍ଷୀରରେ ଆପଣ ବି ଚିନି ଏଡ଼୍ କରିବା ସମୟରେ ଲୁଣକୁ ଏଡ଼୍ କରିପାରିବେ। ତ ମୁଁ ଲାଷ୍ଟରେ ଅଳ୍ପ ଟିକେ ସ୍ୱାଦ ଅନୁସାରେ ଦେଇଦେଲି ଲୁଣ। ଏବେ ପୁଣି ଥରେ ଦେଖନ୍ତୁ ଆପଣମାନଙ୍କୁ ଦେଖେଇ ଦେଉଛି, ଭଲସେ ଟିକେ ମିକ୍ସ କରିବେ। ଆଉ ଯଦି ଆପଣମାନେ ଯେତିକି ମିଠା ଖାଇବେ ନା, ସେ ଅନୁସାରେ ଚିନି ଏଡ଼୍ କରିବେ। ତ ଟେଷ୍ଟକୁ ଚାଖିକିରି ବି ଏହି ସମୟରେ ଆପଣମାନେ ଚିନି କି ଗୁଡ଼ ଏଡ଼୍ କରିପାରିବେ। ଆଉ ଗୁଡ଼ ପାଣିଟା ଯେତେବେଳେ ଏଡ଼୍ କରିବେ ନା, ଦେଖନ୍ତୁ ମୁଁ ଏଥିରେ ଲୁଣ ଏଡ଼୍ କଲି ଏବେ। ଆଉ ଗୁଡ଼ ପାଣିଟା ଯେତେବେଳେ ଆପଣମାନେ ଏଡ଼୍ କରିବେ, ଏହି ସମୟରେ ଯଦି ଗୁଡ଼ ପାଣିଟା ଏଡ଼୍ କରିବେ, ତାହେଲେ ଦେଖିବେ ମାନେ ବିଲକୁଲ କ୍ଷୀର ଛିଡ଼ିବନି। ବେଳେବେଳେ କ'ଣ ହୁଏ ନା, ମାନେ କ୍ଷୀରରେ ଯଦି ଆପଣମାନେ ଗୁଡ଼କୁ ଏଡ଼୍ କରିଦେବେ, କ୍ଷୀରଟା ପୁରା ଛେନାରେ ବନିଯାଏ ବା କ୍ଷୀରଟା ପୁରା ଛିଡ଼ିଯାଏ। ତ ସେଥିପାଇଁ ଲାଷ୍ଟରେ ଏଭଳି ଜନ୍ତୁଣିଟା ବନି ସାରିବା ପରେ ସେଥିରେ ଗୁଡ଼ଟାକୁ ଏଡ଼୍ କରିବେ, ଗୁଡ଼ ପାଣିଟାକୁ। ତ ଦେଖନ୍ତୁ ଏ ପରଫେକ୍ଟଲି ଗୋଟେ ଆମେ ଜନ୍ତୁଣି ଭଳିଆ ଗୋଟେ ବନିକି ଆମର ରେଡ଼ି ହେଇଗଲା ଏ ମିଠା ରେସିପିଟା ବା ପିଠାଟା। ତ ଏବେ କ'ଣ କରିବା ନା, ଆମେ ଯେଉଁ ସେଟ୍ କରି ରଖିଥିଲେ ଘିଅ, ଆଉ ସେଥିରେ ମୁଁ କାଜୁ କିସମିସକୁ ସଜେଇ ଦେଇଥିଲି, ତା ଉପରେ ଆମେ ଏଡ଼୍ କରିଦେବା ଏଇ ପିଠାଟାକୁ। ପିଠାଟାକୁ ଏଡ଼୍ କରିକି ଦେଖିବେ ଖାଇବା ସମୟରେ ବହୁତ ବଢ଼ିଆ ଲାଗେ ଫ୍ରେଣ୍ଡସ୍। ମାନେ ଖାଇବା ସମୟରେ ପୁରା ବିଲକୁଲ ଚାଉଳର ଫ୍ଲେଭର୍ ଆସିବନି ବା ଚାଉଳ ଖାଇଲା ଭଳିଆ ଲାଗିବନି। ଆଉ ନଡ଼ିଆର ହିଁ ଯେକୌଣସି ଆପଣମାନେ ତ ପୁଡ଼ିଂ ନଡ଼ିଆର ବନେଇଥିବେ, ସେଇଭଳି ହିଁ ଟେଷ୍ଟ ଆସିବ। ବହୁତ ବଢ଼ିଆ ଲାଗେ ଖାଇବା ପାଇଁ। ଯେହେତୁ କ୍ଷୀର ଏଥିରେ ଏଡ଼୍ ଅଛି, ପୁଣି ଏଥିରେ ଆମେ କାଜୁ କିସମିସ ବି ଏଡ଼୍ କରିଛନ୍ତି, ବହୁତ ବଢ଼ିଆ ଲାଗିବ ଖାଇବା ପାଇଁ। ତାପରେ ଦେଖନ୍ତୁ ଏଇଭଳି ଆମେ ସେଟ୍ କରିଦେବା। ସେଟ୍ ହେଇସାରିବା ପରେ ଅଳ୍ପ ଟିକେ ଘିଅ ମୋ ହାତ ହେଇକିରି ପୁଣି ଥରେ ଦେଖନ୍ତୁ ଆକୁ ସେଟ୍ କରୁଛି। ଏଇଭଳି କରିସାରିବା ପରେ କ'ଣ କରିବା ନା, ପୁରା ସେଟ୍ କରିକି ପୁରା ପ୍ୟାକ୍ କରିଦେବା ସେଇଥିରେ ଆମେ। ତାପରେ ଆକୁ ଆମେ ଟିକେ ସମୟ ଥଣ୍ଡା ହେବା ପାଇଁ ରଖିବା। 15 ମିନିଟ୍ ପର୍ଯ୍ୟନ୍ତ ଟିକେ ଥଣ୍ଡା ହେବାକୁ ଦେବା।
तो देखନ୍ତୁ ପୁରାପୁରି ଇଜି ପ୍ରୋସେସ୍‌ରେ ବନିକି ରେଡ଼ି ବି ହେଇଗଲାଣି। ତ ଆପଣମାନେ ଦେଖିକି ଜାଣିପାରୁଥିବେ ଇଏ କେତେ ସ୍ୱାଦିଷ୍ଟ ବି ବନିଥିବ। ବହୁତ ବଢ଼ିଆ ସୁପର ଟେଷ୍ଟି ଥିଲା। ଛୁଆମାନେ ଏମିତିରେ ପିଠା ଖାଇବାକୁ ପସନ୍ଦ କରନ୍ତିନି। ଘରେ ଯଦି ନଡ଼ିଆ ଅଛି, ଚାଉଳ ଅଛି, ତାହେଲେ ପରଫେକ୍ଟଲି ଗୋଟେ ସୁଆଦିଆ ପିଠା ବନିକି ରେଡ଼ି ହେଇଯିବ। ତ ଏଇ ତରିକାରେ ଘରେ ଟ୍ରାଏ କରନ୍ତୁ। କେମିତି ଲାଗିଲା କ'ଣ ଆପଣମାନଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ତ ଦେଖନ୍ତୁ ଚାରି ସାଇଡ୍ ଟିକେ କ୍ଲିନ୍ କରିଦେବା, ଯେମିତି ପୁରା ଇଜି ପ୍ରୋସେସ୍‌ରେ ବାହାରିଯିବ, ବିଲକୁଲ ବି ଭାଙ୍ଗିବନି। ଆଉ ବହୁତ ବଢ଼ିଆ ଟେଷ୍ଟି ବି ଥିଲା ଆଉ ସଫ୍ଟ ବି ଥିଲା, ଯେମିତି ପାଟିରେ ଦଉ ଦଉ ପୁରା ମିଳେଇ ଯାଉଥିଲା। ଆଉ ଦେଖନ୍ତୁ ଆପଣମାନଙ୍କୁ ମୁଁ ଏଠି ବାହାର କରି ଦେଖେଇ ଦେଉଛି। ଗୋଟେ ଥାଳିକୁ ଆମେ ତାକୁ ଓଲଟେଇ ଦେବା। ଓଲଟେଇକି ତା ଗିନାଟାକୁ ଦେଖନ୍ତୁ ଏଇଠି ଟ୍ୟାପ୍ କରିକି ଆମେ ବାହାର କରିଦେବା ସେ ପ୍ଲେଟ୍‌ଟାକୁ। ତ କେତେ ବଢ଼ିଆ ଗୋଟେ ଆମର ଏଇଠି ପିଠା ବନିକି ରେଡ଼ି ହେଇଛି। ଏଇ ରେସିପିରେ ଆପଣମାନେ ପିଠାର ବି ସ୍ୱାଦ ପାଇବେ, ମିଠାର ବି ସ୍ୱାଦ ପାଇବେ, ଭାରି ସୁଆଦିଆ ଲାଗେ। ତ ଆପଣମାନେ ବି ଘରେ ଆକୁ ଟ୍ରାଏ କରନ୍ତୁ। ଫ୍ରେଣ୍ଡସ୍, ଆପଣମାନେ ଯଦି ଏ ଭିଡ଼ିଓଟି ମୋର ପସନ୍ଦ ଆସିଥିବ, ସାଙ୍ଗମାନଙ୍କୁ ସେୟାର କରନ୍ତୁ, ଲାଇକ୍ କରନ୍ତୁ। ଚ୍ୟାନେଲରେ ଯଦି ନୂଆ ଅଛନ୍ତି ତାହେଲେ ଚ୍ୟାନେଲକୁ ମୋର ସବସ୍କ୍ରାଇବ୍ କରିଦିଅନ୍ତୁ, ବେଲ୍ ଆଇକନ୍‌କୁ କ୍ଲିକ୍ କରିଦିଅନ୍ତୁ, ଯାହାଫଳରେ ମୋର ସବୁ ଭିଡ଼ିଓ ନୋଟିଫିକେସନ୍ ପ୍ରଥମେ ଆପଣମାନଙ୍କୁ ପହଞ୍ଚିବ। ମୁଁ ଏମିତି ଇଜି ଇଜି ଭିଡ଼ିଓ ନେଇ ଆସିବି, ଆପଣମାନେ ଦେଖିକି ଘରେ ଆକୁ ନିହାତି ଟ୍ରାଏ କରନ୍ତୁ। ଆଉ ଯଦି ଫେସବୁକ୍ ପେଜ୍ ଦେଖୁଛନ୍ତି ତାହେଲେ ଫେସବୁକ୍ ପେଜ୍ ମୋର ଫଲୋ କରନ୍ତୁ। ଇନଷ୍ଟାଗ୍ରାମରେ ଦେଖୁଥିଲେ ଫଲୋ କରିବାକୁ ଜମାରୁ ଭୁଲନ୍ତୁନି। ତ ଦେଖନ୍ତୁ ଆପଣମାନଙ୍କୁ ମୁଁ ଏଇଠି କାଟିକିରି ବି ଦେଖେଇ ଦେଉଛି, କଟିଂ କରିକିରି ବି କେତେ ବଢ଼ିଆ ଗୋଟେ ସୁଆଦିଆ ଆମର ଏଇଠି ପିଠା ବନିକି ରେଡ଼ି ହେଇଛି, ବଢ଼ିଆ ବନିଛି। ତ ଆପଣମାନେ ଏଇ ତରିକାରେ ଯଦି ବନଉଛନ୍ତି ନିଶ୍ଚୟ ଆପଣମାନଙ୍କ ଅନୁଭୂତି ମୋ ସହିତ ସେୟାର କରନ୍ତୁ। ଆଉ କେଉଁ ଜିଲ୍ଲାରୁ ଦେଖୁଛନ୍ତି କମେଣ୍ଟ ମାଧ୍ୟମରେ ଜଣାନ୍ତୁ, ମୋତେ ବି ଖୁସି ଲାଗିବ ଭିଡ଼ିଓ କେତେ ଦୂର ପର୍ଯ୍ୟନ୍ତ ପହଞ୍ଚୁଛି। ତ ଦେଖନ୍ତୁ ଆପଣମାନଙ୍କୁ ଗୋଟେ ପିସ୍ ମୁଁ ସେଥିରୁ କଟିଂ କରି ଦେଖେଇଲି। ଆପଣମାନେ ଦେଖିକି ଜାଣିପାରୁଥିବେ କେତେ ସ୍ୱାଦିଷ୍ଟ ବନିଥିବ ଏଇ ରେସିପିଟି। ଆଉ ବହୁତ ବଢ଼ିଆ ବାସ୍ନା ବି ହେଉଥିଲା, ଯେହେତୁ ଏଇଥିରେ ଆମେ ଅଳେଇଚ ବି ଆଡ଼୍ କରିଛନ୍ତି, କ୍ଷୀର ବି ଆଡ଼୍ ଅଛି। ଆଉ ଯଦି ଟେଷ୍ଟକୁ ବଢ଼ାଇବାକୁ ଚାହୁଁଛନ୍ତି ଆପଣମାନେ ଏଥିରେ ଛେନା ବି ଆଡ଼୍ କରିପାରିବେ, ଅମୁଲ ବି ଆଡ଼୍ କରିପାରିବେ। ଯଦି ଖୋଆର ଟେଷ୍ଟ ଆଣିବାକୁ ଚାହୁଁଛନ୍ତି ତ ଫାଇନାଲି ରେସିପିଟି ବନିକି ରେଡ଼ି ହେଇଗଲା। ଆପଣମାନେ ଟ୍ରାଏ କରନ୍ତୁ। ସେ ପର୍ଯ୍ୟନ୍ତ ରହୁଛି, ପୁଣି